ହଁ ପ୍ରକୃତରେ ସେଇ କାଳରାତ୍ରି କାଲିର ସେ ଯେଉଁ କାଳରାତ୍ରି ଏବେ ବି ସେ କଥା ମନେ ପଡ଼ିଲେ ମନ ଭିତରେ ଗୋଟେ କେମିତି ଭୟ ସୃଷ୍ଟି ହେଉଛି। ଆପଣମାନେ ଭାବୁଥିବେ ପ୍ରକୃତରେ କ'ଣ ହେଇଥିଲା ଘଟଣା। ଘଟଣା ଏମିତି ଥିଲା କି ଆମେ କାଲି ଗୋଟେ ପ୍ରୋଗ୍ରାମ୍ କରିବାକୁ ଯାଇଥିଲୁ। ଗାଁର ନାଁ ଥିଲା ଆଳି ରାଜନଗର ପାଖାପାଖି ଗାଁର ନାଁ ଥିଲା ଜମ୍ବୁ ବୋଲି। କିନ୍ତୁ ଭୁଲବଶତଃ ଜମ୍ବୁ ପାଖରେ ପହଞ୍ଚିଲା ପରେ ଆମକୁ ରାତି 11ଟା 12ଟା ବାଜି ଯାଇଥିଲା। ଏବଂ 12ଟା ପରେ ହଠାତ୍ ସେମାନେ ଲୋକେସନ୍ ଆଉ ଗୋଟେ ଜାଗାର ନାଁ ଦେଇଥିଲେ। ଦେଖନ୍ତୁ ଏଇଟା ହେଉଛି ସେଇ ଜାଗା, ସେଇ ଲୋକେସନ୍ର ଜାଗା। ତ ସେତେବେଳେ ଯେତେବେଳେ ଆମେ ଲୋକଙ୍କୁ ପଚାରିଥିଲୁ ଜାଗା ନା, ଲୋକ ସେଠି ତ କେହି ନଥିଲେ। ବହୁତ ଚେଷ୍ଟା କରିଥିଲୁ ପଚାରିବାକୁ ସେଇ ଜାଗାର ନାଁ କାହାକୁ, କେହି କହିଥିଲେ ଆମେ ଯାଇଥାନ୍ତୁ। କିନ୍ତୁ ଦୁର୍ଭାଗ୍ୟବଶତଃ ଯେହେତୁ ରାତି 11ଟା 12ଟା ବାଜି ଯାଇଥିଲା, ସେତେବେଳେ କୌଣସି ଲୋକ ବି ପାଖ ଆଖରେ ନଥିଲେ। ଆଉ ଗୁଗଲ୍ ମ୍ୟାପ୍ରେ ସର୍ଚ୍ଚ କରି ଯେତେବେଳେ ଯାଇଥିଲୁ, ଆମକୁ ଗୁଗଲ୍ ମ୍ୟାପ୍ ନେଇ ପହଞ୍ଚେଇ ଦେଇଥିଲା ଗୋଟେ ସମୁଦ୍ର ଭଳି ଗୋଟେ ଛୋଟ ଦ୍ୱୀପଟିଏ। ଦେଖନ୍ତୁ ଗାଇଜ୍, ବର୍ତ୍ତମାନ ଆଜି ବହୁତ ଦିନ ପରେ ରାତିରେ ଆଜି ଆମେ ଘାଟି ପାର ହେଇ ସେପଟକୁ ଯିବୁ। ଭରା ପାଣି ପୁରା ଅଛି। ଜୟ ଜଗନ୍ନାଥ ହିଁ ଭରସା, ଜୟ ଜଗନ୍ନାଥ। ଯେତେବେଳେ ପହଞ୍ଚି ଯାଇଲୁ ପ୍ରକୃତରେ ଆମ ଭିତରେ ଗୋଟେ ଭୟ ସୃଷ୍ଟି ହେଲା। ଆଉ ସେଇଠୁ 2 କିଲୋମିଟର ମାତ୍ର ବାଟ ଥିଲା। ଆଉ ବାରମ୍ବାର ପ୍ରୋଗ୍ରାମ୍ ଯେଉଁ କରିବାକୁ ଯାଇଥିଲୁ ସେମାନେ ବାରମ୍ବାର ଫୋନ୍ କରିଥିଲେ କି ସେମାନଙ୍କ ପାଖରେ ପହଞ୍ଚିବାକୁ, କାହିଁକି ନା ଟାଇମ୍ ଗଡ଼ି ଯାଇଥିଲା। ଏବଂ ଡେରି ନକରି ଆମେ ଯାଇ ପହଞ୍ଚି ଯାଇଥିଲୁ ସେଠି। କିନ୍ତୁ ପାଖରେ ଗୋଟେ ସାଇନ୍ ବୋର୍ଡ଼ ଦେଖାଇଥିଲା। ଦେଖନ୍ତୁ ସେ ସାଇନ୍ ବୋର୍ଡ଼ଟା ଏଇଠି ଅଛି। ଏ ସାଇନ୍ ବୋର୍ଡ଼ରେ ଲେଖା ହେଇଥିଲା କୁମ୍ଭୀର ପ୍ରତି ସାବଧାନ। ସେଇଟା ଦେଖିଲା ପରେ ଆମକୁ ଆହୁରି ଗୋଟେ ଭୟ ସୃଷ୍ଟି ହେଲା ଆମ ଭିତରେ। ଗୋଟେ ପ୍ରଥମ ଥର ମୁଁ ଡରି ଯାଇଥିଲି। ମୋ ଗ୍ରୁପ୍ ମାନେ ମଧ୍ୟ ବହୁତ ଡରି ଯାଇଥିଲେ। ତାପରେ ଆମେ ଯାତ୍ରା କରିଥିଲୁ। ତେବେ ଚାଲନ୍ତୁ ଦେଖିବା ସେ ଘଟଣାଟି କେମିତି ଥିଲା ଆଉ କ'ଣ ଥିଲା। ଲେଟ୍ସ ଟେକ୍ ଏ ଗୋ। ସେ ଛୋଟ ବ୍ୟାଗ୍ 10 ମିନିଟ୍ ଭିତରେ ବର୍ଷା ହେଲା ଯେ ଲୋଡ୍ କରିଦେଇଛୁ 1 ଟଙ୍କାରେ, ଠିକ୍ ଅଧଘଣ୍ଟା ହେଇଛି ମାନେ ମେଘ ପକେଇଲା। ଜୀବନ ବି ଟଙ୍କା ନଗେଇ ଦେଇକି ଝିଅ ପିଲା କୁଆଡ଼େ ପଳଉଛ ପଳା, ମାନେ ପ୍ରପୋଜ ଫପୋଜ ଆଗେ ସବୁ ଗାଡ଼ିରେ ତାଲା ପକେଇ ମୁଁ ବା କାଲିଠୁ ଦେଖିଲିନି ସେ ଚପଲ କଥା ମତେ କହିଲୁ, ଆଜି ଛିଡ଼ିଗଲା। କାଲି ଛିଡ଼ିଥିଲା କାଲି ଚିନ୍ତା ବାହାର ନଥିଲା। ଜୟ ଜଗନ୍ନାଥ। ଆଉ ଘଣ୍ଟାଏ ଗଲନି ଭଲ ପଇସା ମିଳିଥାନ୍ତା। ହଉ ସବୁ ପ୍ୟାଣ୍ଟ ସାର୍ଟ ଗଲ ପରେ ତାହେଲେ ସେ କରୁଛି। ଦେଖିବା କିଏ ନଈ ପାଖ ଛୁଆ, ଏଠୁ ଜଣା ପଡ଼ିବ। ନଈ ପାଖ ଛୁଆ ତା ବୋଲି କଣ ଏତେ ଏମିତି ଅଗଣ୍ଡ ପାଣିରେ କହିବ ନଈ ଛୁଆ ଯାଉ ପହଁରିବ। ବହୁତ ପାଣି କିନ୍ତୁ ହେଲା କି ଆଉ କଣ ବହୁତ ପାଦ ହବ ପରିଶେଷରେ ଆମେ ବହୁତ ଲେଟ୍ରେ ପହଞ୍ଚିଥିଲୁ ପ୍ରୋଗ୍ରାମ୍ରେ। ଗାଳି ବି ସେମାନେ ବହୁତ କରିଥିଲେ। ପ୍ରୋଗ୍ରାମ୍ ସରିଲା ପରେ ଫେରୁ ସକାଳ ହେଇଯାଇଥିଲା। ମନ ଭିତରେ ତଥାପି ଭୟ ଥିଲା, କାହିଁକିନା ସେ ଯେଉଁ କୁମ୍ଭୀର ଜିନିଷଟା ଖାଲି ବାରମ୍ବାର ଭୟ ଲାଗୁଥିଲା। ଘାଟ ପାରି ହେଇକି ବର୍ତ୍ତମାନ ଆମେ ସେକର କରକୁ ଯିବା। ବର୍ତ୍ତମାନ ସେପଟ ଲୋକ ଆମକୁ ଅପେକ୍ଷାରେ ଅଛନ୍ତି। ସେପଟ ଘାଟ ଲୋକ ଦେଖେ, ସେପଟ ଘାଟ ଲୋକ ଦେଖେ। କୋଉଠୁ ମୋର ଟାଣିଲା ଦେଖିଲୁ, ଡଙ୍ଗାରେ ସବୁବେଳେ ଆସିଯିବା ଆସିବା। ଆମର କୋଉଟା ପ୍ରୋଗ୍ରାମ ସାଇଡ୍ ଦେଇଦିଅ, କାହା ଉପରେ ଭରସା ନାହିଁ। ये लोगों
ସିଲାଲି ତମ ବ୍ୟାଗ ଅଛି ଏ ଗଳେ ରହିଲେ ବସିଲ ଭାଇ ବସ ସେପଟ 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 ସେପଟକୁ ଯାଅ ଗୋଟେ ସାଇଡରେ ବସ ଚାଲ ସାଡେ ଚାଲ ଗାଡି ଏପଟେ ରହିବ ସାଡେ ଚାଲ 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 ଭାଇ ସେପଟକୁ ଯାଅ ଚାଲ ନା ଚାଲ କାଳୁ କାଳୁ ତ କାଳୁ ଭାଇ ତମେ ସେପଟକୁ ଯାଅ ଗାଡି ଯିବ ଭାଇ ହେଲା କିଛି ନାହିଁ ଚାଲ ଆରାମସେ ଚାଲ ଟିକେ ଏମିତି ଗାଡ଼ି ଚାଲିଲା ବେଳେ ଏଇଟା ଯୋଉ ହଲ ହଲ ହବ ଏତିକି ଆଉ କିଛି ନାହିଁ ଗୋଟେ ଦିଟା ତିନି ଚାରି ପାଞ୍ଚଟା ଛଅଟା ସାତଟା ଆଠଟା ନଅଟା ରହବେ ଟଚ୍ ମାନେ ଭିଡ଼ିଓ ଷ୍ଟାର୍ଟ କରି ସେପଟୁ ବ୍ୟାଗ ବ୍ୟାଗ କାହିଁ ତମର କାହିଁ କୋଉଠି ବା ନା ଦିଅ ସେ ବ୍ୟାଗଟା ଏପଟୁ ଦେବେ ଜଲ୍ଦି ଟିରାନ ସେ ବ୍ୟାଗଟା ସେ ବଡ଼ ବ୍ୟାଗଟା ଆଉଟା ବଡୁଆ ଠିଆ ହେଲା ଦେଖେ କହିଲା ଖାଲି ମୁଁ ମଝିରେ ବସିବି ବଡୁଆ ଦେଖିଲେ ଠିଆ ହେଇଛି ବସୁନୁ ଠିଆ ସିଏ କୁଣ୍ଟା ଧରି ବସ ସେଇଟା ଧୂଆଁ ବାହାରିବ ତୁ ବସିଛ କିଛି ଲାଗିବନି ଓକେ ରେଡି ମାରୁ ଭଲ ଲାଗିରେ ହଗି ହୋଇଛୁ କି ଫେରୁପରୁ ସମ୍ପୂର୍ଣ୍ଣ ଭାବରେ ସକାଳ ହେଇନଥିଲା ଯଦିଓ ତଥାପି ସକାଳ ହେବା ପ୍ରାୟ ସମୟ ହେଇଯାଇଥିଲା ଏବଂ ଆମେ ପହଞ୍ଚିଲୁ ସେଇ ମନ ଭିତରେ ଥିବା ଭୟଟା ଦୂର ହୋଇଗଲା ଯାଉ ଭଗବାନଙ୍କ ଦ୍ୱାରା ଭଲରେ ଭଲରେ ଆସି ପହଞ୍ଚିଲୁ ଯଦି ଭିଡ଼ିଓଟି ଭଲ ଲାଗୁଥାଏ ନିଶ୍ଚିତ ଭାବରେ ଲାଇକ୍ କମେଣ୍ଟ ସେୟାର କରିବାକୁ କେବେ ବି ଭୁଲିବେନି ରହିଲି ଆଜ୍ଞା ଜୟ ଜଗନ୍ନାଥ।